ମୁଁ କୃଷ୍ଣାଂଶୁ ଆପଣଙ୍କୁ ସ୍ୱାଗତ କରୁଛି ଷ୍ଟଡି ପ୍ଲାଟଫର୍ମ ଷ୍ଟଡି ଷ୍ଟାର୍ଟକୁ। କାଲି ସିଏଚ୍ଏସ୍ ତରଫରୁ ଆଉ ଗୋଟେ କଟ୍ ଅଫ୍ ଆସିଲା। ଆପଣଙ୍କର ପ୍ରଥମେ ଆସିଥିଲା ଦେଖିଥିଲେ ଆୟୁଷ ଆସିଷ୍ଟାଣ୍ଟ, ତାପରେ ଫିସରିଜ୍ର। ଏବଂ ଫିସରିଜ୍ରେ ଆପଣମାନେ ଦେଖିବେ 940 ଜଣ ପିଲା ସିଲେକ୍ସନ୍ ହୋଇଛନ୍ତି। ଏବଂ 940 ଜଣ ପିଲାଙ୍କ ଯେଉଁ ସିଲେକ୍ସନ୍ ହୋଇଛନ୍ତି ସବୁ +2 ସାଇନ୍ସ ପିଲା। ଏବଂ 139 ଜଣ ପୂର୍ବରୁ ଥିଲେ ଯେଉଁମାନେ କି ଡାଇରେକ୍ଟ ଫିସରିଜ୍ରେ ପ୍ରିଲିମ୍ ଦେଇନାହାନ୍ତି, ମେନ୍ ଡାଇରେକ୍ଟ ଦେଇଛନ୍ତି। ତେବେ କଥା ବର୍ତ୍ତମାନ ରହୁଛି ଆପଣମାନେ ଯେଉଁ ମେନ୍ ଏକ୍ଜାମ୍ ଦେବାକୁ ଯିବେ, ଆପଣଙ୍କର ଯେଉଁ ଭ୍ୟାକେନ୍ସି ଅଛି ଫିସରିଜ୍ର ଭ୍ୟାକେନ୍ସି 212 ପାଖାପାଖି ବୋଧେ ଚେକ୍ କରିବା ବର୍ତ୍ତମାନ। ତେବେ ତା ଭିତରେ କ'ଣ 50-50 ହେବ ନା ଆପଣଙ୍କର କେମିତି ସିଲେକ୍ସନ୍ କେମିତି ହେବ? ସେତେବେଳେ ଆପଣଙ୍କ ପ୍ରିଫରେନ୍ସରେ ଫିସରିଜ୍ ଲେଖା ହେଇଥିଲା, ତାପରେ ଡିଟେଲ୍ସରେ ଆନାଲିସିସ୍ କରିବା। କିନ୍ତୁ ଡିଟେଲ୍ସରେ ଆନାଲିସିସ୍ ଯିବା ପୂର୍ବରୁ ଆପଣମାନଙ୍କ ଯଦି ପ୍ରିଲିମ୍ କ୍ୱାଲିଫାଇ ହେଇଛି, ଫିସରିଜ୍ ପିଲା ହୁଅନ୍ତୁ କିମ୍ବା ଆପଣ ଫିସରିଜ୍ ଡାଇରେକ୍ଟ ଏକ୍ଜାମ୍ ଦେବାକୁ ଯାଉଥାନ୍ତୁ କିମ୍ବା ଆୟୁଷ ଆସିଷ୍ଟାଣ୍ଟ, ଆପଣମାନଙ୍କ ପାଇଁ କୋର୍ସ କିଛି ଆଭେଲେବୁଲ୍ ଅଛି। ଚାଲନ୍ତୁ ତା ବିଷୟରେ ପ୍ରଥମେ ଜାଣିନେବା। ଏବେ ପ୍ରିଲିମ୍ ଆପଣମାନେ ସମସ୍ତେ ଯେଉଁମାନେ କ୍ୱାଲିଫାଇ କରିଛନ୍ତି, ବର୍ତ୍ତମାନ ଯେତେବେଳେ ମେନ୍କୁ ଯିବେ ଏଥିରେ 5 ଗୁଣ ଆପଣମାନେ ସିଲେକ୍ସନ୍ ହେଇଛନ୍ତି, ସେଠି 1:1 ନେବେ। ବର୍ତ୍ତମାନ ଚ୍ୟାଲେଞ୍ଜିଂ ଆପଣଙ୍କର ସିଏଚ୍ଏସ୍ଏଲ୍ର ମେନ୍ ଏକ୍ଜାମ୍ ପାଇଁ, ଯେଉଁଥିରେ ମୁଁ ଆପଣଙ୍କୁ ଏତିକି କଥା କହିବି କି ଏଥିରେ କଟ୍ ଅଫ୍ ତ ଗୋଟେ ଏକ୍ଜାମ୍ରେ କମ୍ ଯାଏ, କିନ୍ତୁ କଟ୍ ଅଫ୍ କମ୍ ଯାଏ ମାନେ ନୁହେଁ କି କ୍ୱେଶ୍ଚନ୍ ସହଜତା। କାରଣ ଆପଣମାନେ ଏଠି ଯେଉଁମାନେ 105, 110, 120 ରଖି ସିଲେକ୍ସନ୍ ହେଉଛନ୍ତି, ସେମାନେ ଯେତେବେଳେ 200 ରୁ 50 ମାର୍କ ରଖି କ୍ୱାଲିଫାଇ କରନ୍ତି ମେନ୍, ତାର ଅର୍ଥ କ୍ୱେଶ୍ଚନ୍ର ଷ୍ଟାଣ୍ଡାର୍ଡ଼ ନିଶ୍ଚିତ ଭାବରେ ରହେ। ଏବଂ ଏଠି କଥା ହେଉଛି ଆପଣମାନଙ୍କର ଯେଉଁ ଫିଜିକ୍ସ, କେମିଷ୍ଟ୍ରି, ବାୟୋ ଅଛି ଆପଣମାନଙ୍କର ଆୟୁଷ ଆସିଷ୍ଟାଣ୍ଟ କଥା ପ୍ରଥମେ କହିବି। ଏ ସିଲାବସ୍ 2 ବର୍ଷର ସିଲାବସ୍ +2ର। ଆଉ ୟାକୁ ଆପଣମାନେ ଯଦି ବୁକ୍ ଆଣିକି ପଢ଼ୁଛନ୍ତି, ଆପଣ ମାସେ 1.5 ମାସରେ ସାରିବା ଆପଣଙ୍କ ପାଇଁ ପସିବଲ୍ ନୁହେଁ। ଏବଂ ୟାକୁ ଯଦି ବୁକ୍ ବି ଆପଣ କିଣିବାକୁ 2000+ ଆସିଯିବ। ସେଥିପାଇଁ ମୁଁ ଆପଣଙ୍କର ଯେଉଁ କୋର୍ସ ବନେଇଛି, ଚାହିଁଲେ ଆପଣମାନେ ମାସେ 1.5 ମାସ ଭିତରେ କୋର୍ସକୁ କମ୍ପ୍ଲିଟ୍ କରିପାରିବେ। ମୁଁ କମ୍ପ୍ଲିଟ୍ କୋର୍ସ ପ୍ରୋଭାଇଡ଼ କରାଉଛି, କମ୍ପ୍ଲିଟ୍ ଥିଓରି ଏବଂ MCQ। ଏବଂ ଯଦି ମୁଁ କହିବି ପ୍ରଥମ ସିଲେକ୍ସନ୍ ମୁଁ ଦେଉନି ଆପଣଙ୍କ ଏଠି ମେନ୍ ଏକ୍ଜାମ୍ରେ ବହୁତ ସାରା ପିଲା ଅଲରେଡ଼ି ଏ ଚ୍ୟାନେଲ୍ରୁ ସିଲେକ୍ସନ୍ ନେଇକି ଯାଇଛନ୍ତି, ଯାହାର ଭିଡ଼ିଓ ଆପଣମାନେ ଦେଖିଥିବେ। କମ୍ୟୁନିଟିର ପୋଷ୍ଟ ପକାଇ ଯେତେବେଳେ ଦେଖିଥିବେ, ଭାଇଟାଲ୍ ଷ୍ଟାଟିଷ୍ଟିକାଲ୍ କୁହନ୍ତୁ, ଆପଣମାନେ ଯଦି କହିବେ ୟା ପୂର୍ବର ଅମିନ କଥା କୁହନ୍ତୁ କିମ୍ବା ୟା ପୂର୍ବରୁ ଆପଣମାନେ ସଏଲ୍ କଞ୍ଜର୍ଭେସନ୍ କୁହନ୍ତୁ, ବହୁତ ସାରା ପିଲା ସିଲେକ୍ସନ୍ ଅଲରେଡ଼ି ନେଇଛନ୍ତି। ତେଣୁ ଆପଣମାନେ ଯଦି ୟାର କୋର୍ସ ନେବାକୁ ଚାହୁଁଛନ୍ତି, ଫିଜିକ୍ସ, କେମିଷ୍ଟ୍ରି, ବାୟୋ କମ୍ପ୍ଲିଟ୍, ମୁଁ ଆପଣଙ୍କୁ ଥିଓରି ଏବଂ MCQ ପ୍ରୋଭାଇଡ଼ କରିବି। ହଁ, ଯାହା ବି ପ୍ରୋଭାଇଡ଼ କରିବି ନୁହେଁ କି ଆପଣ ଆଜି ନେବେ ସବୁ କମ୍ପ୍ଲିଟ୍ ପାଇଯିବେ, ସେୟା ନୁହଁ। ଆପଣ ପେ କରିବାର 24 ଆୱାର ପରଠୁ ଆପଣଙ୍କୁ କୋର୍ସ ମିଳିବା ଷ୍ଟାର୍ଟ ହେବ ଏବଂ 12 ରୁ 14 ଦିନ ଭିତରେ କମ୍ପ୍ଲିଟ୍ ମୁଁ PDF ପ୍ରୋଭାଇଡ଼ କରିବି ଏବଂ ଆପଣମାନେ ଗୋଟେ ମାସ ଭିତରେ ତାକୁ ଶେଷ କରିପାରିବେ। ଯେଉଁ ପଠାଉଥିବେ ଆପଣ ପଢ଼ି ତାକୁ ଶେଷ କରିପାରିବେ ଚାହିଁଲେ। ତ ନେବାକୁ ଯଦି ଚାହୁଁଛନ୍ତି 8457070145ରୁ ଫୋନ୍ ପେ କରିବେ, କରିସାରିଲା ତାର ସ୍କ୍ରିନଶଟ୍ ନେବେ ଏବଂ ବ୍ୟାଙ୍କିଂ ନେମ୍ କୃଷ୍ଣାଂଶୁ ଗିରି ଭଲ ଭାବରେ ଦେଖିବ, ଚେକ୍ କରିବେ। ଠିକ୍ ଅଛି, ନମ୍ବରଟି ମନେ ରଖନ୍ତୁ 8457070145। ଫୋନ୍ ପେ କରିକି ସ୍କ୍ରିନଶଟ୍ ନେବେ, ସ୍କ୍ରିନଶଟ୍ ସେଇ ନମ୍ବର ହ୍ୱାଟ୍ସଆପ୍ ଅଛି, ସେଣ୍ଡ କରିଦେବେ। ଆପଣଙ୍କୁ 24 ଆୱାର ପରଠୁ PDF ମିଳିବା ଷ୍ଟାର୍ଟ ହେଇଯିବ। ଏବଂ ଫିସରିଜ୍ ପିଲାଙ୍କ ପାଇଁ ଗୋଟେ ଆଡ଼ଭାଇଜ୍ ରହିବ। ଯଦି ଫିସରିଜ୍ ପିଲାମାନେ ଆପଣ ଅଛନ୍ତି, ମୁଁ କେମିଷ୍ଟ୍ରି, ବାୟୋ ପ୍ରୋଭାଇଡ଼ କରୁଛି। ଅନ୍ୟ ଯେଉଁଟା ରହୁଛି ସେଟା ମୁଁ ପ୍ରୋଭାଇଡ଼ ଆଭେଲେବୁଲ୍ ନାହିଁ। କେମିଷ୍ଟ୍ରି, ବାୟୋ ମୁଁ ଆପଣଙ୍କୁ ପ୍ରୋଭାଇଡ଼ କରିବି 399ରେ। ତ ଆପଣମାନଙ୍କର ବି ସିଲାବସ୍ ସେମିତି ସିଲାବସ୍ ୱାଇଜ୍ ରହିବ ଏବଂ ଡାଇରେକ୍ଟ କ୍ୱେଶ୍ଚନ୍ ଆସିଲା ଭଳିଆ ହିଁ ଟପିକ୍ ଆପଣମାନଙ୍କ ପାଇଁ ରହିବ। ନେକ୍ସଟ ଚାଲନ୍ତୁ ଯିବା। ବର୍ତ୍ତମାନ ଆମେ ଯିବା ହେଉଛି ଆପଣଙ୍କର ସବୁ ଯେଉଁ କନଫ୍ୟୁଜନ୍ ଆପଣମାନଙ୍କର ଅଛି ଫିସରିଜ୍ ପିଲା ଏବଂ ଆପଣ +2 ସାଇନ୍ସ ଯେଉଁ ଫିସରିଜ୍ ପକାଇଛନ୍ତି, ଆପଣମାନେ ତ ଯେଉଁମାନେ ଆୟୁଷ ଆସିଷ୍ଟାଣ୍ଟ, ତାର କୌଣସି ବି କଣ୍ଟ୍ରୋଭର୍ସି ନାହିଁ। ଆପଣ ଡାଇରେକ୍ଟ ଯେତିକି ପ୍ରିଲିମ୍ ଯାଇଛନ୍ତି, ଆପଣ ଯେତିକି ପିଲା ଅଛନ୍ତି, ଯଦି ଆୟୁଷ ଆସିଷ୍ଟାଣ୍ଟ 115 ଗୋଟେ ଅଛି, ହୋମିଓପାଥିକରେ ଆୟୁଷ ଆସିଷ୍ଟାଣ୍ଟ 119 ଏବଂ ନନ୍ ଆୟୁଷ ଆସିଷ୍ଟାଣ୍ଟ 3ଟା ଅଛି। ତ ସେଇ ହିସାବରେ ଆପଣମାନେ 3ଟା କହୁଛି, ଗୋଟେ ମିନିଟ୍, ଜଷ୍ଟ ମିନିଟ୍, 220, ଏଠି 216 ହୋମିଓପାଥିକ ଏବଂ ଏଠି 7ଟା ଅଛି। ଏଗୁଡ଼ା ହେଉଛି ଜେନେରାଲ ପୋଷ୍ଟ କହୁଥିଲେ। ତ ସେମାନଙ୍କ ଆପଣମାନଙ୍କ ମେରିଟ୍ ହିସାବରେ ଆପଣଙ୍କର ଆସିବ। ଏଠି ସାଇନ୍ସ ପିଲା ହୁଅନ୍ତୁ, ଆପଣ +2 ସାଇନ୍ସ ଆସିଲେ ହିଁ ହେବ, କୌଣସି ପ୍ରୋବ୍ଲେମ୍ ନାହିଁ। କିନ୍ତୁ କଥା ଆସୁଛି ଆପଣଙ୍କର ଫିସରିଜ୍ର ପୋଷ୍ଟ କେତେ ଅଛି, ଆଗେ ଟିକେ ତାକୁ ଦେଖିନେବା। ଠିକ୍ ଅଛି, ଜୁନିୟର ଫିସରିଜ୍ର ପୋଷ୍ଟ ଅଛି ଆପଣଙ୍କର ଟୋଟାଲ୍ କେତେ, 212ଟା। ବୁଝିଲେ? ଏବେ କଥା ହେଉଛି ଆପଣଙ୍କର ଯେତେବେଳେ ନୋଟିଫିକେସନ୍ ଆସେ, ନୋଟିଫିକେସନ୍ ଦେଖିଲେ ଆପଣ 50-50 ସିଲେକ୍ସନ୍ ନେବେ କି ଆପଣଙ୍କର ଫିସରିଜ୍ ପିଲାଙ୍କୁ ପୁରା କିଛି ଦେବାକୁ ପଡ଼ିବନି। ତାପରେ ଆମେ ଡିଟେଲ୍ସରେ ଗୋଟେ ଆନାଲିସିସ୍ କରିପାରିବା। ଆପଣମାନେ ଏଇଠି ନୋଟିଫିକେସନ୍କୁ ଭଲ ଭାବରେ ପଢ଼ନ୍ତୁ, ଏଠି ବୁଝିପାରିବେ ଯେଉଁ କଥା ଘଟିଛି ଘଟଣା। ଏଠି ଦେଖନ୍ତୁ, କ୍ୟାଣ୍ଡିଡେଟ୍ ହ୍ୟାଭିଂ ଏଜୁକେସନାଲ୍ କ୍ୱାଲିଫିକେସନ୍ +2 ଭୋକେସନାଲ୍ ଫିସରିଜ୍ ହୁ ଆପ୍ଲାଏ ଓନ୍ଲି ଫର୍ ଦି ପୋଷ୍ଟ ଅଫ୍ ଜୁନିୟର ଫିସରିଜ୍ technical assistant will be required to upload their +2 vocational fisheries educational qualification certificate at the time filling of the online application. From such candidate, if possessing a requisite educational qualification certificate will not be asked to preliminary examination, will be directly eligible for the mandatory examination. যে ঘটনা ঘটিলা 149 জন পিলা প্রিলিম দেলেন, ডাইরেক্ট মেন কলে। বর্তমান যে আসছেন সেসব ମୁଁ କହିଲି କ'ଣ, ସାଇନ୍ସ ପିଲା ସେମାନେ ଯଦି ଫିସରିଜ୍ ପିଲା ହେଇଥାନ୍ତେ, ଠିକ୍ ଅଛି, ତ ସେମାନେ ଦେଇଥାନ୍ତି। କିନ୍ତୁ ଓନ୍ଲି ଯଦି ସେଇ ଫିସରିଜ୍ ପିଲା ଭିତରୁ ବି ପିଲା ଅଛନ୍ତି ଯେଉଁମାନେ ଆପଣଙ୍କର ଆପ୍ଲାଏ କରିଥିବେ ଭୋକେସନାଲ୍ ଯେଉଁମାନେ, ତ ସେମାନେ ଆପଣଙ୍କର ହେଉଛି ଆପଣଙ୍କର ଅନ୍ୟ ପାର୍ଟି ହେଇଗଲା ଯେଉଁ ଆୟୁଷ ଆସିଷ୍ଟାଣ୍ଟ ଆପ୍ଲାଏ କରିଥିବେ, କିନ୍ତୁ କେବଳ ଯେ ଫିସରିଜ୍ ଆପ୍ଲାଏ କରିଥିବ ଯଦି ସେଇଟା ଅପଲୋଡ଼ କରୁଛି ତାକୁ ପ୍ରିଲିମ୍ ଦେବାକୁ ପଡ଼ିବନି, ଯେଉଁଟାକି 149 ଜଣ ପିଲା ଥିଲେ ଅଛନ୍ତି ଅଲରେଡ଼ି ଫିସରିଜ୍ କମ୍ପ୍ଲିଟ୍। Second part, the candidate educational qualification +2 vocational fisheries +2 science or other qualification essential post who have other post along with the post of junior fisheries technical assistant will write the preliminary examination to other post। अर्थात ସେମାନେ ଫିସରିଜ୍ ଛାଡ଼ି ଯଦି ଅନ୍ୟ ପୋଷ୍ଟ ପାଇଛନ୍ତି ସେମାନେ ପ୍ରିଲିମ୍ ଦେବେ, ଯେଉଁଟା ଆପଣମାନେ ଦେଖିଲେ।
ठीक अच्छे और कैंडिडेट अप्लाई फॉर द पोस्ट ऑफ जूनियर फिशरीज टेक्निकल असिस्टेंट मस्ट नो दी स्विमिंग जन फिशरीज स्विमिंग जाना दरकार ही हैज डिक्लेयर द इफेक्ट ऑफ द ऑनलाइन एप्लिकेशन से देवे कला एति कथा आप जानले जे से फिल्म देवाक पड़े मेन कथा मेंशन नहीं किंतु ता क्वालिफिकेशन जिते हम जो सिलेक्शन हम ये देखीदे देखो देखो +2 vocational fisheries CHSA and must know swimming. Candidate possessing +2 science qualification will also eligible to apply for the post. If the candidate possessing +2 vocational fisheries will not be available, then the candidate with +2 science qualification will be considered the selection. এই পয়েন্ট যে কহিদেলা ঠিক আছে ये आपनक भितर गोटे बहुत गोटे बड़ प्रश्न अर्थात जदि से 139 जन पिला अच्छा मैंने केवल जी फिशरीज पिला अच्छा कि अन्य अधिक फिशरीज पिला अच्छा से कथा बर्तमान प्रश्न अच्छी से 139 जन पिला मेन केवल गोटे करा समस्त सिलेक्शन नहीं सेमती भी पारे कहीं कही फिशरीज पिलांकर क्वालिफिकेशन फास्ट प्रिफरेन्स करछि रिटिन कथा कहन कि 50-50 कथा कहन तेणु से 139 पिलांकर जदि मो हिसाब से जीवी ये नोटिफिकेशन हिसाब से कौन हम देखो मुझे मत देवा चाहूँ फिशरीज पिला सपोर्ट जाऊँगी +2 साइंस पिला सपोर्ट जाऊँ से कथा नुह ठीक अच्छे मुझे सेमती कह समस्ते आप कोर्स तो अवेलेबल अच्छे मुझे समस्ते नहीं पढ़ो से कथा नुह जो मानकर एति तो कहि जो मानकर फिशरीज क्लीयर है आयुष असिस्टेंट क्लीयर है तो जो मानकर मुझे फिशरीज और आयुष असिस्टेंट दुईटा क्लीयर है +2 साइंस पिला आपण मैंने आयुष असिस्टेंट को फोकस करूँ कहीं फिशरीज आप +2 साइंस पिला तो आपंकर 149 पिला जब केवल थे फिशरीज तो धन्य 149 गलापर आउ रेस्ट पोस्ट रू आप जी रोचे जहाँ 60-70 रोचे से भितर आपने ये हूँ 140 दूँ से 60 61 है से हूँ 12 212 अच्छे बोलते मैंने 70-75 ही रोचे से 70-75 भितर पोस्ट भितर आप कंपटीशन करें जदि अधिक फिशरीज पिला नथिबे बुझीगला तेणु कथा हूँ रिटिन तो प्रिलिम आप क्वालिफाई कि मेन रिटिन भी आप जो रेजल्ट आसो फिशरीज क्वालिफिकेशन पिला प्रिफरेन्स दिज्व डायरेक्ट मेंशन ये अच्छी तेणु से हिसाब से जो सिलेक्शन होकर फिशरीज आपण रिस्क एवं आपण क्लीयर होची कोटा ना आयुष असिस्टेंट एवं मुझे जानी आप जो मैंने भी फिशरीज जाइए 110 आप तो ऑनलाइन प्रिलिम सेम थी आप समस्त आयुष असिस्टेंट होता तेणु आयुष असिस्टेंट को आपण मैंने प्रिफर करूँ देन हूँ आपंकर फिशरीज कारण फिशरीज आप बेनिफिट दबनी आपको लॉस देती पारे बुझीगला आ जो मैंने फिशरीज पिला अच्छा आप प्रिपेरेसन करूँ हो पारे आपको भी साइंस पिला प्रोब्लेम पकई पारती नहीं पढ़ी पारे जो कोर्स कहले अवेलेबल अच्छी निश्चित नहीं पढ़ू बेनिफिट निश्चित आपको मिल आज जो आयुष असिस्टेंट पिला आयुष असिस्टेंट लागत +2 साइंस पिला मुझे कहूनी फिशरीज आपको डिमोटिवेट करूनी आप नोटिफिकेशन को देखो आगे ठीक अच्छे नोटिफिकेशन देखिले मुझे कौन बुझा आपको चेष्टा करूँ रिस्क को कहीं जी से चेष्टा आउ सेम रोज फिजिक्स केमिस्ट्री बायो आप फिजिक्स एक्सट्रा पढ़े हूँ आयुष असिस्टेंट पिला फिजिक्स पढ़े आपंकर क्यों मैंने फिशरीज पिला एक्सट्रा से कोर्सटा अच्छी से पढ़े तो यही कोर्स सारी सारा जो टाइम होती पढ़े ना आप पढ़ी भी आप दरकार पड़े फिशरीज कटअप जी कटअप कम जाए मेन यार ठीक अच्छे क्वेश्चन जो स्टैंडर्ड रही +2 स्टैंडर्ड आसो हाइटास्टैटिक भाया तो 50 जाइए 200 सेमती भी आप कटअप जापर जनरल ठीक अच्छे तो ये थी डिटेल्स वीडियो आपको चैनल प्रथम विजिट करते सब्सक्राइब करेंगे लाइक करेंगे शेयर करेंगे आपको इनफर्मेशन केमती लगला निश्चय जनइबे थैंक यू।